ପାଞ୍ଚ ଲକ୍ଷ ଋଣ କରି ମାଛ ଚାଷ ସବୁ ମାଛ ମୃତ ଚିନ୍ତାରେ ଏସଏଚଜି ମହିଳା। ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଖରଜୁରା ପଞ୍ଚାୟତର ମହୁଲେ ଗାଁରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗ୍ରାମର ଜଣେ ଏସଏଚଜି ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ପ୍ରାୟ 5 ଲକ୍ଷ ଟଙ୍କା ଋଣ କରି ପୋଖରୀରେ ମାଛ ଚାଷ ଆରମ୍ଭ କରିଥିଲେ, କିନ୍ତୁ ହଠାତ୍ ପୋଖରୀର ସମସ୍ତ ମାଛ ମରିଯାଉଥିବାରୁ ସେ ଏବେ ଗଭୀର ଆର୍ଥିକ ସଙ୍କଟରେ ପଡ଼ିଛନ୍ତି। ପୋଖରୀରେ ହଜାର ହଜାର ମୃତ ମାଛ ଭାସୁଥିବା ଦେଖି ସ୍ଥାନୀୟ ଲୋକମାନେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ଏହି ଘଟଣା ଫଳରେ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥିବା ବେଳେ ଋଣ ପରିଶୋଧ କିପରି କରିବେ ଏବଂ ପରିବାର ଭରଣ ପୋଷଣ କିପରି କରିବେ ସେହି ଚିନ୍ତାରେ ଉକ୍ତ ମହିଳା ଓ ତାଙ୍କ ପରିବାର ରହିଛନ୍ତି। ମାଛ ମରିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ସ୍ଥାନୀୟ ପ୍ରଶାସନ ଓ ମତ୍ସ୍ୟ ବିଭାଗ ତୁରନ୍ତ ଘଟଣାର ତଦନ୍ତ କରି କ୍ଷତିର ଆକଳନ ସହ ପୀଡ଼ିତ ମହିଳାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଓ ଏସଏଚଜି ସଦସ୍ୟମାନେ ଦାବି କରିଛନ୍ତି। ନମସ୍କାର, ମୋ ନାଁ କ୍ଷୀର ପୁଟେଲ। ମୁଇଁ ମା ଖମେଶ୍ୱରୀ ଏସଏଚଜିର ମେମ୍ବର। ତମର ଅସୁବିଧା କାଣା? ଆମର ଅସୁବିଧା ଆମେ ଇଜିବି ଖମସିରିପାଲି ବ୍ୟାଙ୍କରୁ 5 ଲକ୍ଷ ଟଙ୍କା ଲୋନ୍ ଆଣିଥିନୁ ଆରୁ ମାଛ ଚାଷ କରିଥିନୁ। ଆମର ମାଛ ଯାକର କେ କାଣା ଦେଇছে କି କାଣା ହେଇছে ଯେ ସବୁ ମାଛ ମରିଗଲେନ, ଉଫୁଲି ଯାଉଛନ୍ ସବୁ 3 କେଜିଆ 4 କେଜିଆ ମାଛ। ପ୍ରଶାସନକେ କାଣା କହିବାକୁ ଚାହୁଁଛ? ଆମେ ଓଡ଼ିଶା ସରକାରକେ ଏତ୍କି କହିବାର୍ ଲାଗି ଚାହୁଁଛୁ ଯେ ଆମର ଯେତ୍କି କ୍ଷତି ହେଇছে ଆମକୁ ଆମର କ୍ଷତି ପୂରଣ କରନ୍, କିମ୍ବା ଆମର ଯେନ୍ 5 ଲକ୍ଷ ଲୋନ୍ ଆଣିଛୁ କିଛି କିଛି ଛାଡ଼ କରନ୍। ମୋ ନାଁ ହେଉଛି ସ୍ନେହଲତା ସେଠୀ, ମହୁଲି ମା ଖମେଶ୍ୱରୀ ଏସଏଚଜିର ମୁଇଁ ପ୍ରେସିଡେଣ୍ଟ ଅଛେ। ତମର ଅସୁବିଧା କାଣା ହେଲା? ଆମର ଅସୁବିଧା ଆମେ ବ୍ୟାଙ୍କରୁ 5 ଲକ୍ଷ ଟଙ୍କା ଲୋନ୍ ଆନିକରି ଆମେ ମାଛ ଚାଷ କରିଛୁଁ। ସେଥିରେ ଆମର ମାଛ ଯାକ ସବୁ ମରିକରି ପାଣିରେ ଉଫୁଲୁଛନ୍। ସେଥିପାଇଁ ଆମେ ପ୍ରଶାସନକୁ କିଛି ଦାବି କରୁଛୁ। ଦାବି କାଣା କରୁଛ? ଆମର ଲୋନ୍ କିଛି ଛାଡ଼ ହଉ, କିଛି କିଛି ସାହାଯ୍ୟ ଦଉନ୍ ଆମକୁ। ମୋ ନାଁ ଅନିରୁଦ୍ଧ ବେଶୀ, ମୁଁ ହେଉଛି ୱାର୍ଡ଼ ମେମ୍ବର ମହୁଲେର। ଆଚ୍ଛା, ଅସୁବିଧା କାଣା? ଅସୁବିଧା କାଣା ବୋଲେ ମା' ମାନେ ଆସିଛି, ମା' ମାନେ ମାଛ ଚାଷ କରବାର୍ ଲାଗି କିଛି 5 ଲକ୍ଷ ଟଙ୍କା ଆଣିଥିଲେ, ବୋଲେ ସେ ମାଛଟା ମରିଗଲେ। ବୋଲେ କାଣା କିଛି କିଛି ସରକାର ସାହାଯ୍ୟ ଯଦି ହେତା ବୋଲେ ଭଲ ହେତା। ସୁବର୍ଣ୍ଣପୁରରୁ ରାମହରି ସେଠୀଙ୍କ ରିପୋର୍ଟ, ବିଶ୍ୱ ବିଜୟୀ ନ୍ୟୁଜ୍ ଓଡ଼ିଶା।